ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ମନୁଷ୍ୟର ଦାସ ହୁଅ ନାହିଁ। ଯେପରି ଆହ୍ୱାନ ସେହିପରି ଆଚରଣ। କେବଳ ପ୍ରଭୁ ଯାହାକୁ ଯେପରି ଦାନ ବିତରଣ କରିଅଛନ୍ତି, ଈଶ୍ୱର ପ୍ରତ୍ୟେକକୁ ଯେଉଁ ଅବସ୍ଥାରେ ଆହ୍ୱାନ କରିଅଛନ୍ତି, ସେ ସେହିପରି ଆଚରଣ କରୁ। ମୁଁ ସମସ୍ତ ମଣ୍ଡଳୀରେ ଏ ପ୍ରକାର ଆଦେଶ ଦିଏ। କେହିକି ସୁନ୍ନତ ଅବସ୍ଥାରେ ଆହୁତ ହୋଇଅଛି, ସେ ଅସୁନ୍ନତି ପରି ଦେଖାଯିବାକୁ ଚେଷ୍ଟା ନ କରୁ। କେହିକି ଅସୁନ୍ନତ ଅବସ୍ଥାରେ ଆହୁତ ହୋଇଅଛି, ସେ ସୁନ୍ନତି ନ ହେଉ। ସୁନ୍ନତ କିଛି ନୁହେଁ, ପୁଣି ଅସୁନ୍ନତ କିଛି ନୁହେଁ, କେବଳ ଈଶ୍ୱରଙ୍କର ଆଜ୍ଞା ପାଳନ ହିଁ ସାର। ପ୍ରତ୍ୟେକ ଜଣ ଯେଉଁ ଅବସ୍ଥାରେ ଆହୁତ ହୋଇଅଛନ୍ତି, ସେ ସେଥିରେ ଥାଉ। ତୁମେ କି ଦାସ ହୋଇ ଆହୁତ ହୋଇଅଛ, ଚିନ୍ତା କର ନାହିଁ। ମାତ୍ର ଯେବେ ମୁକ୍ତ ହୋଇପାର, ତେବେ ବରଂ ସୁଯୋଗ ଅବଲମ୍ବନ କର। କାରଣ ଯେ ଦାସ ହୋଇ ପ୍ରଭୁଙ୍କଠାରେ ଆହୁତ ହୋଇଅଛି, ସେ ପ୍ରଭୁ ମୁକ୍ତ ଲୋକ। ସେ ପ୍ରକାର ଯେ ମୁକ୍ତ ହୋଇ ଆହୁତ ହୋଇଅଛି, ସେ ଖ୍ରୀଷ୍ଟଙ୍କର ଦାସ। ତୁମ୍ଭେମାନେ ବିଶେଷ ମୂଲ୍ୟରେ କିଣାଯାଇଅଛ, ମନୁଷ୍ୟର ଦାସ ହୁଅ ନାହିଁ। ମନୁଷ୍ୟର ଦାସ ହୁଅ ନାହିଁ। ତେଣୁ ତୁମେମାନେ ଜାଣ ଯେ ତୁମମାନଙ୍କର ପିତୃପୁରୁଷମାନଙ୍କ ଠାରୁ ପ୍ରାପ୍ତ ପରମ୍ପରାଗତ ନିରର୍ଥକ ଆଚାର ବ୍ୟବହାର ରୂପା କି ସୁନା ପରୀକ୍ଷଣ ବସ୍ତୁ ଦ୍ୱାରା ମୁକ୍ତ ନ ହୋଇ ବରଂ ନିଖୁନ୍ତ ନିଷ୍କଳଙ୍କ ମେଷଶାବକ ସଦୃଶ ଖ୍ରୀଷ୍ଟ ବହୁମୂଲ୍ୟ ରକ୍ତରେ ମୁକ୍ତ ହୋଇଅଛ। ସେଥିପାଇଁ ପ୍ରଭୁଙ୍କର ପ୍ରିୟ ଲୋକମାନେ, ବିଶେଷ ମୂଲ୍ୟରେ ଆମ୍ଭେମାନେ କିଣାଯାଇଅଛୁ, ମନୁଷ୍ୟର ଦାସ ହୋଇ ଆଗକୁ ବଢ଼ିବା ନାହିଁ। କାରଣ ଆମ୍ଭେମାନେ ପ୍ରଭୁଙ୍କର ଦାସ, ପ୍ରଭୁଙ୍କର ଶିଷ୍ୟ ହୋଇ ଆମ୍ଭେମାନେ ଆଗକୁ ବଢ଼ିବା। ପ୍ରଭୁଙ୍କର ଶିଷ୍ୟ ହୋଇ ଆମ୍ଭେମାନେ ଆଗକୁ ବଢ଼ିବା ଦରକାର। ବିଶେଷ ମୂଲ୍ୟରେ ଆମ୍ଭେମାନେ କିଣାଯାଇଅଛୁ।